नमस्कार गुड मॉर्निंग जय जगन्नाथ वेलकम बैक टू माय यूट्यूब चैनल। आशा करছি ଆପଣମାନେ ବହୁତ ही भलରେ ଥିବେ ଖୁସିରେ ଥିବେ। ଆମମାନେ ବହୁତ ବହୁତ भलରେ ଅଛୁ ଖୁସିରେ ଅଛୁ। ତ ଏବେ ଠାକୁରଙ୍କ ପ୍ରଣାମ ସାରିକି ମନ୍ଦିର ପଳେଇ ଆସିଲେଣି। ତ ଆସିକି କିଚେନରେ ଜଲ୍ଦି ଜଲ୍ଦି ରୋଷେଇବାସ ସାରି ଦେଉଛି କାହିଁକିନା ଖରା ହିଁ ବହୁତ ଜୋରସୋର ହେଲାଣି। ତ ଖରା ହେଉଛି ମାନେ ପଖାଳ ତ ନିହାତି ହେବ। ପଖାଳ ସହ ଶାଗ ଭଜା କରିବି ଆଉ ଲିମ୍ବକୁ ଆଉ ଆଳୁ ଦେଇକି ଭାଜିବି। ଆଉ ବାପା କାଲି ମାଛ ନେଇକି ଆସିଥିଲେ ମାଛଟା ହେବ। ବାପା ଆଇଁଷ ଖାଇବେ ତେଣୁକରି ସାଧା ହେବ ଆଇଁଷ ହେବ। ତ ଚାଲନ୍ତୁ ଆପଣ ଭିଡ଼ିଓକୁ ଲାଷ୍ଟ ଯାକେ ଦେଖନ୍ତୁ କେମିତି କ'ଣ ଦିନ କଟୁଛି ଭିଡ଼ିଓକୁ ଦେଖନ୍ତୁ। ଆଉ ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏଠି ମର୍ଣ୍ଣିଂରେ ଠାକୁରଙ୍କ ଭଲ ଟିକେ ପୂଜା କରିଦେଲି। ସବୁ ଭିଡ଼ିଓରେ ଦେଖିନଥିଲେ ଆପଣଙ୍କୁ ତେଣୁକରି ଦେଖେଇଦେଲି ଆଉ ଥରେ। ଶାଗଟିକୁ ଭଲ ଭାବରେ ସିଝେଇ ନେଲି। ଏଠି ରସୁଣ କଞ୍ଚା ଲଙ୍କା ଦେଇକି ଏବେ ଛୁଙ୍କଟା ମରା ହେବ। କଳମ ଶାଗ ସହ ପଖାଳର ମାନେ ଟେଷ୍ଟଟା ତ ଜାଣିଥିବେ ଆଉ ତା ସହ ଟିକେ ଦହି ହାଲକା ପଡ଼ିଥିବ ପଖାଳକୁ। ଏବେ ଲିମ୍ବ ଫୁଲକୁ ଭାଜୁଛି ଆଳୁ ଆଉ ବାଇଗଣ ଦେଇକି ଚୁନି ଚୁନି କରିକି ଦେଖନ୍ତୁ। ତା ସହ ଟିକେ ପିଆଜ ଲଙ୍କା ଆଣିଥିଲେ ଲିମ୍ବ ଫୁଲ ସେଟା ବସିକି ମା ଏଠି ବାଛୁଛନ୍ତି ଫ୍ୟାନ୍ ତଳେ ବସିକି। ତ ବାଛିକି ଶୁଖେଇ ଦେଲେ ରହିଯିବ ବହୁତ ଦିନ ଯାଇ ପିତା କରିକି ଖାଇବା ପାଇଁ ହେବ। ତ ଏଠି ବସିକି ବାଛୁଛନ୍ତି। ତ ମୋର ସାଧାରେ ଏବେ ରୋଷେଇବାସ ସରିଯାଇଛି। ରୋଷେଇ ଘର ଟିକେ କ୍ଲିନ୍ କରିଦେବି ତାପରେ ଯିବି ଆର ରୋଷେଇ ଘରକୁ କାହିଁକିନା ଏଇ ରୋଷେଇ ଘର ଆଇଁଷ ହୁଏନି। ଦେଖନ୍ତୁ ଶାଗ ଏଠି ମା ଖାଇବେ ବୋଲି ରଖିଦେଇଛି। ଏଇ ବାପାଙ୍କ ଲାଗି ଶାଗ ଭଜା ଆଉ ବାଇଗଣ ଆଳୁ ଲିମ୍ବ ପିଆଜ ଭଜା। ତ ଏଇ ନୂଆ ରୋଷେଇ ଘରେ ଆମର ଆଇଁଷ ହୁଏନି ତେଣୁକରି ଆଇଁଷରେ ମୁଁ ଆର ସାଇଡ଼୍ରେ ବନାଏ ଆର ରୋଷେଇ ଘରେ। ତ ଏଠି ଆଇଁଷ ପାଇଁକି ପିଆଜ ରସୁଣ ଅଦା ସବୁ କାଟି ଦେଇଛି ସୋରିଷ ଦେଇକି ହେବ। କଞ୍ଚି କଞ୍ଚି ବାଇଗଣ ନେଇକି ଆସିଥିଲେ ବାଇଗଣ ଆଉ ବିଲାତି ପୋଡ଼ି ଦେଇଛି ଆକୁ ଖାଇବା ସମୟରେ ଦଳା ହେବ। କେମିତି ପାଗ କରିକି ଦଳା ହେଉଛି ଆପଣମାନେ ଦେଖନ୍ତୁ। ପଡ଼ିଲା ଲୁଣ ରେଡ଼ି ହେଇଗଲା ଆମର ସ୍ପେଶାଲ୍ ଆଇଟମ୍ ଦଳା ଚକଟା। ଏଠି ହେଉଛି ମାଛ ପଖାଳ। ଇଭିନିଂ ଟାଇମ୍ ହେଇଗଲାଣି ତ ରେଷ୍ଟ ନେଇକିନା ବି ଟିକେ ଉଠି ପଡ଼ିଲାଣି। ମାଆଙ୍କ ସହ ପଖାଳ ଖାଇକିନା ଯେ ଶୁଆ ମୁହଁରୁ ତ ଦେଖିକି ଜାଣିପାରୁଥିବେ। ତ ତାପରେ ଏବେ ମା ଉଠିକି ବନେଇ ଦେଇଛନ୍ତି ଗୋଟେ ବଢ଼ିଆ ଜିନିଷ। ତେବେ ମୁଁ ବସେଇବି ଚା ମା ବି ଚା ପିଉଛନ୍ତି ନାଲିଆ ଚା। ତ ମୁଁ ଏବେ ବସେଇବି ଚା ଆଉ କ'ଣ ବନେଇଛନ୍ତି ମା ଆପଣମାନେ ଦେଖନ୍ତୁ। ମା ଏଠି ସୁଜି ବନେଇ ଦେଇଛନ୍ତି ଏଟାକୁ ପିସ୍ ପିସ୍ କରିକି କଟା ହେବ। ସୁଜିଟା ମାନେ ବେଶୀ ପାଣିଆ ନୁହେଁ ପୁରା ବହଳିଆ ବହଳିଆ କରିକି କରିଛନ୍ତି। ଥଣ୍ଡା ହେଲା ପରେ ପୁରା ପିସ୍ ପିସ୍ କରିକି କାଟିବେ। ଠିକ୍ ଜେଜେମାକୁ ହଇରାଣ କରତେ ଲାଗି ପଡ଼ୁଛୁ ନା କେନେ ହଁ କାହା ଜେଜେମା କି ହଁ ନା ବଦମାସ। ତ ମା କେତେ ସାରା ଦେଖନ୍ତୁ ନାଡ଼ି ନେଇକି ଆସିଛନ୍ତି। ଏବେ ସିଝା ବସେଇଛନ୍ତି ନାଡ଼ି ସିଝା କରିବେ। ନାଡ଼ି ସିଝା ବାଇଗଣ ବିଲାତି ଖାଲି ପେଟରେ ପୁରା ବସି ବସି ଖାଇବା। ଦେଖନ୍ତୁ ମା ଏଠି ସୁଜିକୁ କାଟିକି ପୁରା ପିସ୍ ପିସ୍ କରିକି ରଖିଛନ୍ତି। ଏବେ ଖାଇବି ସୁଜି। ବାପା ଏବେ ଖାଇବେ ସପେଟା ଗୋଟେ ପାଚିଛି ଯେ ବାପା ପାଖରେ ଘୁରି ବୁଲୁଛି। ତୁ ଜିଜି ହେଇଛୁ ସନ୍ଧ୍ୟାବେଳେ ସମସ୍ତଙ୍କୁ ଜିଜି ହ ଜଲ୍ଦି ସମସ୍ତଙ୍କୁ। ତୁ ପରା କହୁଥିଲୁ ଭାଇ ଗେଗେ ଆଉ ଭାଇ ଭଲ। ଆଜି କହୁଛି ମନା କରୁଛି ଖରାରେ ଯାନି ଶୁଣିବନି ମୋ କଥା। ତୁ କାହାରି କଥା ଶୁଣୁ ତୁ କାହାରି କଥା ଶୁଣୁ କାହା କଥା ଶୁଣୁ ହଁ ନା ଏ ବାବା କିସ କହିଲୁ ଏ କଥା ହେଲା ତ ହଉ। ରିସିବା ଆମର ଭାରି ଭଲ ପିଲା ଦେଖୁନାହାନ୍ତି କେତେ ବଢ଼ିଆ ବସିକି ତାର ପଖାଳ ତା ସହ ଭେଣ୍ଡି ଭଜା
नाड़ी चुबुची बसकी कहला मामा मत दियो मुझे आपे खाइबी तुमको जमा मो हैरान करी तुम तुम बसिक टीवी देख ना बस था मो आपे आपे खाइबी जमा छुईवाई दौनी ता पखाड़ को एबे मोर रोषेईबास सब कम्प्लीट हो गला माँ भी सिजाटा बनईकि सब खाई सारे बसिकी तो आज वीडियो को ये करदे चैनल जो मैंने नुआ थे चैनल को सब्सक्राइब करदे पाखे बेल आइकन को ऑल नोटिफिकेशन क्लिक करदे नुआ नुआ वीडियो नोटिफिकेशन आप सागे सांग पाइबे। सो रोची जय जगन्नाथ जय जगन्नाथ। गुड नाइट कह दियो। गुड नाइट चुचु तू उठिबो मो छई सो? जा क्या कहूच जा